హరి ఓం నమ శివాయ ఓం నమ శివాయ ఓం శ్రీ భద్రకాళీ సమేత వీరభద్రస్వామిని నమో నమః మాతృ పితృభ్యో నమః ఆచార్య అతిథిభ్యో నమః శ్రీమాత లలితా త్రిపుర సుందరయే నమో నమః। ଶିବଶକ୍ତି ସ୍ୱରୂପ ପରିବର୍ତ୍ତକରେ ଆମେ ହିନ୍ଦୁ ସନାତନ ଧର୍ମ ଅବଲମ୍ବନ କରୁଛୁ। ଆମକୁ ବଟ ଗଛ ବେଲେ ଗଛ ଜାତିରେ ରଜା ବୋଲି ଭାବୁ। ଆମ ଓଡ଼ିଶାରେ ସବୁ ଗାଁରେ ବଟଗଛ ଥାଏ। ବଟଗଛ ମୂଳେ ତ୍ରିମୂର୍ତ୍ତିଙ୍କୁ ପ୍ରତିଷ୍ଠା କରି ତ୍ରିନାଥ ମେଳା ମାନେ କରିବାର ଆମେ ଦେଖୁଥିବୁ। ସମସ୍ତେ ବଟଗଛକୁ ସାକ୍ଷାତ ମହାପ୍ରଭୁ ଭଳିଆ ପୂଜା କରନ୍ତି, ଆରାଧନା କରନ୍ତି। କଣ ଅସୁବିଧା ହେଲେ ପ୍ରଦକ୍ଷିଣ କରିକି ନମସ୍କାର କରି ତାଙ୍କର ଅସୁବିଧାରୁ ପାର ହୁଅନ୍ତି। ସେହି ବଟଗଛ ତ୍ରିମୂର୍ତ୍ତି ସ୍ୱରୂପ। ସାଇନ୍ସ ଅନୁଯାୟୀ ବି ଏ ଦୁନିଆରେ ଥିବା ସବୁ ଗଛଠାରୁ ବେଶୀ ଅକ୍ସିଜେନ ଦେବା ଏକା ଗଛ ହେଉଛି ଶ୍ରୀ ବଟଗଛ। ଏ ବଟଗଛର ସାଧନା କରି ଆମର ଗୃହରେ ଆସିଥିବା ସବୁ ଅସୁବିଧାରୁ ପାର ହେବା ଆଉ ଦାମ୍ପତ୍ୟ ଜୀବନରେ ବିଳମ୍ବ ଦୂର କରିବା, ଆନନ୍ଦମୟ ସଂସାର ବନେଇବାକୁ, ଆର୍ଥିକ ବୃଦ୍ଧି, ଋଣ ବିମୋଚନା ପାଇଁ ଏ ପ୍ରକ୍ରିୟାଟା ହେଉଛି ସବୁ ଶ୍ରେଷ୍ଠ ମାନ ଅଟେ। କେବଳ 7 ଦିନ ବଟଗଛଙ୍କର ଜପ କରି ଆମେ ସବୁ ଅସୁବିଧାରୁ ପାର ହେଇ ସୁବିଧା ଜୀବନ ଯାପନ କରିପାରିବୁ। ଆମ ହିନ୍ଦୁ ସନାତନ ଧର୍ମ ଅନୁଯାୟୀ ବଟଗଛ ହେଉଛି ସବୁ ମହାପ୍ରଭୁଙ୍କର ସ୍ୱରୂପ ବାଗେ ଶାନ୍ତିର ଚିହ୍ନ। ସେଥିଯୋଗୁଁ ଏହି ବଟଗଛର ମନ୍ତ୍ର ଆମେ କରି ଆମର ଅସୁବିଧାରୁ ପାର ହେବା, ସୁବିଧା ଜୀବନ ଯାପନ କରିପାରିବା। ହେଲେ କେମିତି କରିବା ଅଛି? ଗୁରୁବାର ନା ଭଲ ଦିନେ ବଟଗଛ ମୂଳକୁ ଯାଇ ବଟଗଛର ଚର ନାହିଁ ଉଡ଼ା ତଳେ ଥିବାଟା ହେଉଛି ଚର। ଗଛର ଡେଣାକୁ ଲମ୍ବିଥିବା ଅର, ସେ ଅରଟାର ସାଧନା ବିଧି ସାନଟା ଛିଡ଼େଇବା ଅଛି। ହେଲେ ଆମେ ବଟଗଛ ମୂଳକୁ ଯିବା, ଧୂପ ଦୀପ ଗନ୍ଧ ପୁଷ୍ପ ନୈବେଦ୍ୟ ନିବେଦନ କରି ଗୁରୁଙ୍କର ମନ୍ତ୍ର 16 ଥର ସେଠି ଜପି ସେ ବଟଗଛର ଅରକୁ ନଖ ନ ବାଜୁନ ଛିଡ଼େଇ ବୋଲେ ତଳଠୁ ଆଇବାଟା ଚର ହଉଛି, ଉପରଠୁ ଆଇବା ଝଟାଟା, ସେ ଝଟା ଟିକେ ଛିଣ୍ଡେଇ ସେଟା ହାତରେ ଧରି ସେଇ ଗଛକୁ 5 ଥର ପ୍ରଦକ୍ଷିଣ କରି ଘରକୁ ଆଣିବା। ପୂର୍ଣ୍ଣିମା ରାତିରେ ନା ଶୁକ୍ରବାର ଦିନ ଏ ପୂଜା ପ୍ରାରମ୍ଭ କରିବା ଅଛି। ହଳଦିଆ ନା ରଙ୍ଗ କପଡ଼ାରେ ସେ ବଟଗଛର ଅରକୁ ଆମେ ଏବେ କହୁଥିବା ମନ୍ତ୍ରଟି 11 ମାଳା ଜପିବା ଅଛି। ସକାଳ ସନ୍ଧ୍ୟା ଜପିଲେ ଆହୁରି ଭଲ। ଆମକୁ ସବୁ ଅସୁବିଧାରୁ ପାର ହେବା ପାଇଁ 7 ଦିନ ସେ ବଟଗଛର ମହିମା ଅନୁଯାୟୀ ଆମର ଜୀବନଟା ଉନ୍ନତି କରିବା ପାଇଁ ଗୁରୁଙ୍କୁ ସମ୍ମୁଖରୁ ଏହି ମନ୍ତ୍ର ଗ୍ରହଣ କରି ଆମେ ଆଗେ କହିଲା ପରେ ବଟଗଛର ଅର ଆଣି ତାକୁ ଯଦି ଆମେ ପୂଜା ବିଧିବିଧାନ ସରେଇ ରଙ୍ଗ କପଡ଼ା ନା ହଳଦିଆ କପଡ଼ାରେ ସେ ଚର ରଖି ହଳଦୀ କୁଙ୍କୁମ ସାଙ୍ଗେ ପୂଜା କରି ଦୀପ ଧୂପ ନୈବେଦ୍ୟ ନିବେଦନ କରି ଏହି ମନ୍ତ୍ର ଯଦି ଲକ୍ଷ୍ୟ ଜପ କରି ଯଜ୍ଞ ତର୍ପଣ ମାର୍ଜନ ପିତାନ ଭୋଜନ ଦେଇ ଯଦି ଆମେ ସବୁଦିନେ କେବଳ 11 ଥର ଯଦି ଜପିବା ସବୁ ଅସୁବିଧାରୁ ପାର କରି ଉନ୍ନତ ଜୀବନଟା ସମ୍ପ୍ରାପ୍ତ ହେବ। ଐଶ୍ୱର୍ଯ୍ୟଯୁକ୍ତ ଭୋଗଯୁକ୍ତ ଆନନ୍ଦମୟ ଜୀବନଟା ଆମେ ହିଁ ଆମ ହାତରେ ସଜାଡ଼ି ପାରିବୁ। ସେମିତି ଶକ୍ତିମାନ ମନ୍ତ୍ର ଅଟେ। ପରୀକ୍ଷା ପାଇଁ ଆପଣ ଏହି ନିଜେ ହିଁ କରନ୍ତୁ। ଗୁରୁ ମନ୍ତ୍ରଟି 16 ଥର ଜପି ବଟଗଛର ଅର ଆଣି ତାକୁ ଘରେ ରଖି 7 ଦିନ ଏହି ମନ୍ତ୍ରଟା 11 ମାଳା ଜପ କରନ୍ତୁ। ତାର ସୁବିଧା ଆପଣ ନିଜେ ଭୋଗ କରିବେ। ଏବେ ସେ ବଟଗଛର ମନ୍ତ୍ର ଓಂ ନମୋ ବଟ ବୃକ୍ଷାୟ ସମୃଦ୍ଧି ପ୍ରଦାୟ ନମଃ। ମନ୍ତ୍ର ଆଉଥରେ ଓಂ ନମୋ ବଟ ବୃକ୍ଷାୟ ସମୃଦ୍ଧି ପ୍ରଦାୟ ନମଃ। ମନ୍ତ୍ର ଆଉଥରେ ଓಂ ନମୋ ବଟ ବୃକ୍ଷାୟ ସମୃଦ୍ଧି ପ୍ରଦାୟ ନମଃ। ଦିବ୍ୟାତ୍ମ ସ୍ୱରୂପ ପ୍ରାୟ ଭକ୍ତଗଣ ଯେକୌଣସି ମନ୍ତ୍ର ଜପ କଲେ ବି ଆଗେ ଆମେ କୁଳଦେବତା ଆରାଧନା ଇଷ୍ଟ ଦେବତା ଆରାଧନା ସମ୍ପୂର୍ଣ୍ଣ କରି ପ୍ରତ୍ୟକ୍ଷରେ ହିଁ ଜପ କରିପାରିବୁ। ସବୁ ମନ୍ତ୍ରକୁ ବାଚିକ ଜପ ହିଁ କରିବା ଅଛି। ମାନସିକ ଉପାଂଶ ଜପ ଏହି ତନ୍ତ୍ର ଯୋଗରେ ହେବ ନାହିଁ। ଆଉ ଗୁରୁଙ୍କର ସମ୍ମୁଖରୁ ମନ୍ତ୍ର ଗ୍ରହଣ କରି ମନ୍ତ୍ରବିଧି ଜାଣି ଅଷ୍ଟଦିକ୍ ବନ୍ଦନା ଯନ୍ତ୍ରବିଧି କରି ଯଦି ଆମେ ଜପ କରିପାରିବା ଶୀଘ୍ର ଫଳଦାୟ ଅଟେ। ଆମେ ଆଗେ ପ୍ରସଙ୍ଗ ଯାକ ଶୁଣିବା, ଆମର ଅଳାରେ ହେବା ମନ୍ତ୍ରଟା ଜପିବା, ଦେଖିବା ଆସିବା ଫଳ ଯଦି ଆମକୁ ସନ୍ତୃପ୍ତି ନ ଦିଆଯାଏ ସେତେବେଳେ ଗୁରୁଙ୍କ ସମ୍ମୁଖରୁ ମନ୍ତ୍ର ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଆମ ପାଖକୁ ଆସିକି ଯଜ୍ଞ ଯନ୍ତ୍ର ପୂଜା କରେଇକି ବି ତମେ କରିପାରିବେ। ଯଦି ନା ଆମଠୁ ଯଜ୍ଞ ଯନ୍ତ୍ର କରେଇକି ବି ତମେ ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଏହି ଯଦି ପ୍ରଥମରେ ଆପଣ ପ୍ରସଙ୍ଗ ଯାକ ଶୁଣନ୍ତୁ, ଅବଗାହନା ବଢନ୍ତୁ, ଆପଣ ସୁବିଧା ହେବା ମନ୍ତ୍ରଟି ଆପଣ ଜପ କରି ଆପଣ ମନଟାକୁ ସମ୍ପୂର୍ଣ୍ଣ କରିନିଅନ୍ତୁ। ଯେକୌଣସି ମନ୍ତ୍ର ଜପିଲେ ବି ମଦ୍ୟପାନ ମାଂସଭକ୍ଷଣ ପରସ୍ତ୍ରୀ ବ୍ୟାୟାମ ହୋ ଧୂମ୍ରପାନ ନିଷେଧ ଶୁଚି ଶୁଭ୍ରତା ପାଳନ କରିବା ଅଛି। ହିନ୍ଦୁ ସନାତନ ଧର୍ମରେ ଅସ୍ତିବା ସବୁ
ସବୁ ନିୟମ ପାଳନ କରି ଦୀକ୍ଷା କଙ୍କଣବଦ୍ଧ ହୋଇ ଆପଣ ଯଦି 22 ଦିନ ଦିନକୁ 8 ମାଳ ଯଦି ଜପିବେ ବାଜ୍ୟରେ ଫଳ ପାଇପାରିବେ। ଫଳ ଯଦି ଅସୁବିଧା ହେଲା ଆମ ସାଙ୍ଗେ ସାକ୍ଷାତ କରନ୍ତୁ, ଯଦି ନା ଗୁରୁମାନଙ୍କୁ ସାକ୍ଷାତ କରି ଜାଣି ଶୁଣି ଜପ ଧ୍ୟାନ କରି ଆପଣ ମନଟା ସମ୍ପୂର୍ଣ୍ଣ କରି ନେବା ପାଇଁ ଆପଣ ହାତରେ ହେବା ସଚେଷ୍ଟା କରନ୍ତୁ। ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମକୁ ଯୋଗାଇଥିବା ବିଦ୍ୟା ବିନିଯୋଗ କରିବାଟାରେ ଭାରତୀୟ ସଂସ୍କୃତି ସମ୍ପ୍ରଦାୟ ରକ୍ଷା କରିବାଟାରେ ଆଗାମୀ ହେଇ ଆମର ସଂସ୍କୃତିରେ ଆସିଥିବା ପର୍ବପର୍ବାଣୀ ଆଚରଣ ବିଧିରେ ଥିବା ମର୍ମ ରହସ୍ୟଟି ଆମେ ଆଗେ ଗ୍ରହଣ କରି ତାର ସୁବିଧା ଆମେ ପାଇ ସେ ସୁନ୍ଦରମୟ ଆନନ୍ଦମୟ ଜୀବନକୁ ଆମେ ଦୁନିଆକୁ ପ୍ରଚାର କରିବାଟାରେ ଆଗାମୀ ହେବେ ବୋଲି ଆଶା କରି ସବୁବେଳେ ତମ ସେବାରେ ରତ୍ନଶ୍ରୀ ହିନ୍ଦୁ ସେବା ସମାଜ ଆଚାର୍ଯ୍ୟ ଭୀମ ସିଂହ ରାୟ କୁମାର और अपने के आनंद सागर महाराज।